ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଫ୍ରେଶ ବାଲା ମିନି ବ୍ଲଗକୁ। ତ ସକାଳୁ ସକାଳୁ ଏଇଠି କିଛି ଲୁଗାପଟା ମୁଁ ୱାସିଂ ମେସିନରେ ପକେଇ ଦେଇଥିଲି। ତାପରେ ମାଛ ଆସିଥିଲା, ତ ମାଛ ଗୁଡାକ ମୁଁ ଭଲ ଭାବରେ ଗାଧୋଇବା ପୂର୍ବରୁ ଧୁଆ ଧୋଇ କରିକି ଏଇଠି ରଖି ଦଉଛି। ମୋର ତ ମାଛ ଧୁଆ ସରିଲା ପରେ ମୁଁ ଗାଧୋଇ ଗୁଧେଇକି ପଳେଇ ଆସିଥିଲି ମୁଣ୍ଡ ଧୋଇକି ଟିକେ ମୁଣ୍ଡଟା ପୋଛାପୋଛି କରୁଛି। ଆଉ ଆଜି ଯେହେତୁ ସଣ୍ଡେ ଅଛି ତ ସେଇଥିପାଇଁ ଭାବିଲି ମୁଣ୍ଡ ଟିକେ ଧୋଇକି ଟିକେ ଫ୍ରେଶ ହେଇଯିବି। ତାପରେ ଖାଇ ପିଇ ସାରିକି ମୁଁ କିଚେନ ପଳେଇଥିଲି। ଆଜି ବହୁତ ଲେଟ୍ ହେଇଯାଇଥିଲା, ଆଉ ସେଇଥିପାଇଁ ତରତରରେ ମୁଁ ଯାହା ରୋଷେଇ ଯାହା କରିବା କଥା କରିଦେଇଥିଲି। ଆଉ ତା ଭିତରେ ପୁଣି ଯାଇଥିଲି ଆଉ କିଛି ମାନେ ଲୁଗା ନେଇକି ଛାତ ଉପରକୁ। ଆଉ ଛାତ ଉପରକୁ ଗଲା ବେଳକୁ ଦେଖିଲା ବେଳକୁ ଏତେ ଜୋରେ ବର୍ଷା ଉଠେଇଥିଲା ଯେ ଡରରେ ମାନେ ମୁଁ ଲୁଗା ଗୁଡାକ ଶୁଖେଇଥିଲି, ଭାବିଲି କାଳେ ପବନ ଲାଗିଗଲେ ବି ମାନେ ଟିକେ ଶୁଖିଯିବ। ତ ମୁଁ ଶୁଖି ଆସିଲା ପରେ ପୁଣି କିଚେନରେ ଯାହା ବାକି ଥିଲା ମୁଁ ତାହା ରୋଷେଇ କରିଦେଇଥିଲି। ଆଜି କରିଦେଇଥିଲି ମୁଁ ଚିଙ୍ଗୁଡି ପୋଇ ଘାଣ୍ଟ, ମାନେ ସମସ୍ତଙ୍କୁ ଭାବୁଛି ଭଲ ଲାଗେ, ମତେ ତ ବହୁତ ବଢିଆ ଲାଗେ। ଆଉ ତାପରେ ବାପାଙ୍କୁ ଏଇଠି ହେଇସାରିଲା ପରେ ଖାଇବାକୁ ଦେଇ ଦେଇଥିଲି। ଖାଇସାରିଲା ପରେ ମୁଁ ଖାଇଥିଲି, ଡୁଡୁଲ ତ ଖାଇ ନଥିଲା, ସେ ଆଣ୍ଟିଙ୍କ ଘରେ ଖାଇ ଦେଇଥିଲା। ତ ମୋର ଆଜି ଡାଲି ଭାତ ତା ସହିତ ପୋଇ ଆଳୁ ଚିଙ୍ଗୁଡି ତାକୁ ତରକାରୀ କରିଥିଲି, ମାଛ ଭଜା କରିଥିଲି, ଏହା ହିଁ ଖାଇବା ଥିଲା ମୋର। ତାପରେ ଏତେ ଜୋରେ ବର୍ଷା ଦେଖିକି ମୁଁ ସବୁ ଲୁଗା ଗୁଡାକୁ ଉଠେଇ ଆଣିଥିଲି। ଆଉ ବିଶ୍ୱାସ କରନ୍ତୁ ଉଠେଇ ସାରିଛି 5 ମିନିଟ ବି ଯାଇନି, ମାନେ 1 ମିନିଟ ବି ଯାଇନି, ଏତେ ଜୋରେ ଦେଖନ୍ତୁ ବର୍ଷା କେତେ ଜୋରେ ପକଉଛି। ଯଦି ଟିକେ ପଛୁଆ ହେଇଥାନ୍ତେ ସବୁ ମୋର ଯାଇଥାନ୍ତା। ତାପରେ ପାର୍ସଲ ଦିଟା ଆସିକି ପହଞ୍ଚି ଯାଇଥିଲା। ଆଉ ସେ ପାର୍ସଲରେ ଆଜି ଥିଲା ଡୁଡୁଲର ଦିଟା ପ୍ୟାଣ୍ଟ ମଗେଇଥିଲି। ତ ଏଇ ପ୍ୟାଣ୍ଟଟା ତ ବିଲକୁଲ ବି ମତେ ଭଲ ଲାଗୁନି। ଆଉ ଗୋଟେ ପ୍ୟାଣ୍ଟ ଯୋଉଟା ମଗେଇଥିଲି ସେଇଟା ଟିକେ ଭଲ ଲାଗୁଛି, ମାନେ ଭଲ ଲାଗୁଛି, ସ୍ମୁଥ ବି ଅଛି। ତ ଏଇଟା ରଖିବି, ଆଉ ଗୋଟେଟା ରିଟର୍ନ କରିଦେବି। ତାପରେ ଏଇଠି ଲୁଗା ଗୁଡାକ ମୁଁ ଗଦା କରିଥିଲି, ଭାବିଲି କାହିଁକି ଶୋଇବି, ଯାଉଛି ଲୁଗା ଗୁଡାକ ସବୁ ଭଙ୍ଗା ଭଙ୍ଗି କରିକି ରଖିଦେବି। ସେଇ ତ ମୁଁ ହିଁ କରିବି, କାହିଁକି ବେଳ ଗଡେଇକି କରିବି। ତ ଏତେ ଜୋରେ ଘଡଘଡି ମାରୁଥିଲା ଯେ ମାନେ ମୁଣ୍ଡ ଖରାପ। ତ ଆପଣମାନେ ତ ଜାଣିଥିବେ ସ୍ତ୍ରୀ ଲୋକମାନଙ୍କର ରବିବାର ଦିନ କାମ 5 ଗୁଣ ବଢିଯାଏ। ଆଶା କରୁଛି ମୋ ଭିଡିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଦେଖା ହବା ଗୋଟେ ନୂଆ ମିନି ବ୍ଲଗ।